ମିଥ୍ୟା ପୂଜା କାହିଁକି? ଆଲେଖ୍ୟର ଶୀର୍ଷକଟି ପଢ଼ି ପାଠକମାନେ ହୁଏତ ସନ୍ଦେହ ପ୍ରକଟ କରି ପ୍ରଶ୍ନ କରିବେ, କୌଣସି ମିଥ୍ୟାକୁ କିଏ କାହିଁକି ବା ପୂଜା କରିବ? ଯିଏ ଯେଉଁଭଳି ପୂଜା କରୁଛି ତା ମୂଳରେ କୌଣସି ସତ୍ୟତା ନିଶ୍ଚୟ ରହିଥିବ। ହଁ, ସତ୍ୟତା ନିଶ୍ଚୟ ଥାଏ, କିନ୍ତୁ ସତ୍ୟତା କେବଳ ଧର୍ମୀୟ ଭିତ୍ତିହୀନ ବିଶ୍ୱାସ ଉପରେ ପର୍ଯ୍ୟବେସିତ ଥାଏ। ଯଥା ସୂର୍ଯ୍ୟଦେବଙ୍କୁ ଶକ୍ତିର ସ୍ରୋତ ପାଇଁ, ଇନ୍ଦ୍ରଦେବଙ୍କୁ ଜଳ ପାଇଁ, ପବନଦେବଙ୍କୁ ପ୍ରାଣବାୟୁ ପାଇଁ, ଚନ୍ଦ୍ରଦେବଙ୍କୁ ଶୀତଳ ଆଲୋକ ପାଇଁ ଆମେ ପୂଜା କରୁଛୁ। ଏଇଠି ପ୍ରଶ୍ନ ଉଠୁଛି, ଆମେ ଯଦି ସେମାନଙ୍କୁ ଦେବତା ଭାବି ପୂଜା ନ କରିବା, ତାହେଲେ ସେମାନେ କ'ଣ ଆମକୁ ଉତ୍ତାପ, କିରଣ, ପାଣି ଓ ପବନ ଦେବା ବନ୍ଦ କରିଦେବେ? କଦାପି ନୁହେଁ। ଏଥିପାଇଁ କେତେ ଲୋକ ନିଜର ଦାର୍ଶନିକ ତର୍କ ଦେଉଛନ୍ତି। ମଣିଷ ଏସବୁ ପାଉଥିବାରୁ ସେମାନଙ୍କୁ ପୂଜା କରି ନିଜର କୃତଜ୍ଞତା ପ୍ରକଟ କରୁଛି। ଏହା ଯଦି ସତ, ତେବେ ସେମାନେ ହିଁ ନିଜର ପରିବାର, ସମାଜ ଓ ରାଜ୍ୟଠାରୁ ଯେଉଁ ଉପକାର ପାଉଛନ୍ତି, ସେଥିପାଇଁ କୃତଜ୍ଞତା ପ୍ରକଟ କରୁନାହାନ୍ତି କାହିଁକି? ଆସନ୍ତୁ ଦେଖିବା, ପୂଜାର ଆବଶ୍ୟକତା କାହିଁକି? ଆଦିମ କାଳରୁ ଆଦିମାନବ ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକର କାରଣ ବୁଝିପାରୁ ନଥିବାରୁ ନିଜର ସୁରକ୍ଷା ପାଇଁ ଭୟରେ ନମ୍ରତା ପ୍ରଦର୍ଶନ ପୂର୍ବକ ଅଗ୍ନି, ଜଳ, ପବନ, ବିଷଧର ସର୍ପ, ହିଂସ୍ର ଜନ୍ତୁ ଆଦିଙ୍କୁ ବିଭିନ୍ନ କାରଣରୁ ମଣିଷଙ୍କୁ ଆତଙ୍କିତ କରି ରଖୁଥିବାରୁ ପୂଜା ପରମ୍ପରା ଚାଲି ଆସୁଛି। ନିଜେ ଏବଂ ନିଜ ପରିବାରକୁ ସମସ୍ତ ପ୍ରକାର ବିପଦ ଓ ସମସ୍ୟାରୁ ମୁକ୍ତ ରଖିବା ଏବଂ ସୁଖ ଶାନ୍ତିର ଗ୍ୟାରେଣ୍ଟି ପ୍ରାପ୍ତ କରିବାର ସ୍ୱାର୍ଥ ମନୋବୃତ୍ତି ଯୋଗୁଁ ପୂଜାର ଆବଶ୍ୟକତା ସମସ୍ତେ ଅନୁଭବ କରୁଛନ୍ତି ବୋଲି କୁହାଯାଇପାରିବ। ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, ମଣିଷକୁ ସୁରକ୍ଷା, ସୁଖ ଓ ଶାନ୍ତି ଦେଇପାରିବାର ଶକ୍ତି କାହା ପାଖରେ ଅଛି, ଯାହାକୁ କି ପୂଜା ଦ୍ୱାରା ସନ୍ତୁଷ୍ଟ କରାଯାଇ ସେସବୁ ହାସଲ କରିହେବ? ଆମେ ଦେଖୁଛୁ, ଭୌତିକ ଦୁନିଆରେ ଯେତେ ପ୍ରକାର ପ୍ରାକୃତିକ ସମ୍ପଦ ଅଛି, ସେସବୁଠାରୁ ଆମେ ଆମର ବ୍ୟବହାର ଉପଯୋଗୀ ଖାଦ୍ୟ, ବସ୍ତ୍ର, ଔଷଧ, ବାସସ୍ଥାନ ଓ ସୌଖିନ ବସ୍ତୁ ପାଇବା ପାଇଁ ଆମକୁ ତାର ମୂଲ୍ୟ ଧନ କିମ୍ବା ସେବା ରୂପେ ଦେବାକୁ ପଡ଼ୁଛି। ବିନା ମୂଲ୍ୟରେ କିଛି ବି ମିଳୁନି। କିଛି ସାଧୁ ଓ ସନ୍ନ୍ୟାସୀ ଲୋକ ବିଶ୍ୱାସ କରୁଛନ୍ତି ଯେ ଆଦି ଭୌତିକ ଦୁନିଆରେ ରହୁଥିବା ଐଶ୍ୱରୀୟ ଶକ୍ତିମାନଙ୍କୁ କେବଳ ଭକ୍ତିର ସହ ପୂଜା କଲେ ହିଁ ଆମକୁ ସକଳ ଭୌତିକ ବସ୍ତୁ ସହଜରେ ମିଳିଯିବ। ସେମାନଙ୍କର ବିଶ୍ୱାସ ବି ସତ ପ୍ରମାଣିତ ହେଉଛି, କାରଣ ସେମାନେ କିଛି ପରିଶ୍ରମ ନ କରି ମଧ୍ୟ ବେଶ୍ ପେଟପୂରା ସୁସ୍ୱାଦୁ ଖାଦ୍ୟ, ରହିବାକୁ ସୁନ୍ଦର ଆବାସ ଓ ପିନ୍ଧିବାକୁ ମନଲାଖି ବସ୍ତ୍ର ମାଗଣାରେ ପାଉଛନ୍ତି। ନିଶ୍ଚୟ ଭାବେ କ୍ଷେତରେ କାମ କରୁଥିବା, କଳକାରଖାନାରେ ପରିଶ୍ରମ କରୁଥିବା କିଛି କର୍ମଠ ମଣିଷମାନଙ୍କ ଯୋଗୁଁ ଖାଦ୍ୟ ଓ ବସ୍ତ୍ର ପ୍ରସ୍ତୁତ ହେଉଛି। ଏଥିରୁ ସ୍ପଷ୍ଟ ଭାବେ ବୁଝାପଡ଼ୁଛି ଯେ ମଣିଷକୁ ଏହି ଦୁନିଆରେ ବଞ୍ଚି ରହିବା ପାଇଁ ଆବଶ୍ୟକ ବସ୍ତୁଗୁଡ଼ିକ କେବଳ ଭୌତିକ ଦୁନିଆରେ ହିଁ ରହିଛି ଏବଂ ମଣିଷର ଶାରୀରିକ ଓ ମାନସିକ ପରିଶ୍ରମ ବିନା କିଛି ବି ଉପଭୋଗ୍ୟ ବସ୍ତୁ ଉତ୍ପାଦନ ହେବା ସମ୍ଭବ ନୁହେଁ। ପୂଜା କରି କ'ଣ ଆମେ ଖରା, ବର୍ଷା, ଶୀତ ଓ ପବନକୁ ନିୟନ୍ତ୍ରଣ କରିପାରିବା? କେବେ ନୁହେଁ। କିନ୍ତୁ ଖରା, ବର୍ଷା, ଶୀତ ଓ ଝଡ଼ ବତାସ ଦାଉରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ଚିନ୍ତା କରିପାରିବା। ପୂଜା ଓ ପ୍ରାର୍ଥନାର ଧାର୍ମିକ ମତ ସହିତ ସମସ୍ତେ ପରିଚିତ, କିନ୍ତୁ ଏହାର ହେତୁବାଦୀ ମତ ହେଉଛି ପୂଜା ଓ ପ୍ରାର୍ଥନା ଦ୍ୱାରା ତଥାକଥିତ ଐଶ୍ୱରୀୟ ଶକ୍ତିଗୁଡ଼ିକୁ ସନ୍ତୁଷ୍ଟ କରି ପ୍ରାକୃତିକ ନିୟମଗୁଡ଼ିକୁ ନିଜ ସପକ୍ଷରେ ପରିବର୍ତ୍ତନ କରିବାର ମାନସିକତା ରଖିଲେ କେବେ ବି ସମ୍ଭବ ନୁହେଁ। କେତେକ ସ୍ଥଳରେ କାକତାଳୀୟ ନ୍ୟାୟରେ ପୂଜା କରିବା ପରେ ପାଗ ଯଦି ପରିବର୍ତ୍ତନ ହୋଇଯାଏ, ତେବେ ଲୋକମାନଙ୍କ ବିଶ୍ୱାସ ବଢ଼ିଯାଏ। କିନ୍ତୁ ଆମ ଆଗରେ ପ୍ରତିଦିନ ହଜାର ହଜାର ଉଦାହରଣ ଦେଖାଯାଉଛି ଯେ ପୂଜା ଦ୍ୱାରା ସେପରି କିଛି ହେଉନାହିଁ। ବିଭିନ୍ନ ଧର୍ମସ୍ଥଳୀ ଗୁଡ଼ିକରେ ପୂଜା ହେଉଥିବା ସମୟରେ ହିଁ ପ୍ରାକୃତିକ ବିପର୍ଯ୍ୟୟ ଘଟି ଅସଂଖ୍ୟ ଭକ୍ତଙ୍କର ଜୀବନହାନି ହେଉଛି। ଭକ୍ତମାନଙ୍କର ତଥାପି ଜ୍ଞାନଚକ୍ଷୁ ଖୋଲିପାରୁନି କିମ୍ବା ସେମାନେ ବୈଜ୍ଞାନିକ ଦୃଷ୍ଟିକୋଣରୁ
ଦୁର୍ଘଟଣା ଜନିତ କ୍ଷୟକ୍ଷତିର କାରଣ ଉପରେ ବିଚାର କରୁନାହାନ୍ତି। ସେମାନେ କେବଳ ନିଜର ଭିତ୍ତିହୀନ ଆସ୍ଥା ଓ ବିଶ୍ୱାସକୁ ଠେସ୍ ଦେଲା ଭଳି ଯୁକ୍ତି ଦେଇଥାନ୍ତି। ଯାହାର ଯେଉଁଠି ମୃତ୍ୟୁଯୋଗ ଲେଖା ଅଛି ସେ ସେଇଠି ହିଁ ମରିବ। ମନକୁ ସାନ୍ତ୍ୱନା ଦେବା ପାଇଁ ଏହା ଏକ ଛଳନା ମାତ୍ର ନୁହେଁ କି? ମିଥ୍ୟାକୁ ପୂଜା କରିବା ପାଇଁ ଆଜିକାଲି ଅସଂଖ୍ୟ ତଥାକଥିତ ବାବା ଓ ମାତା ଛତୁ ଫୁଟିବା ଭଳି ଆମ ଦେଶରେ ଭର୍ତ୍ତି ହୋଇଗଲେଣି। ବିଭିନ୍ନ ଟିଭି ଚ୍ୟାନେଲମାନେ ନିଜର ଟିଆରପି ବଢ଼େଇବା ପାଇଁ ସେହି ବାବା ଓ ମାତାମାନଙ୍କ ସହ ବ୍ୟବସାୟିକ ଏଗ୍ରିମେଣ୍ଟ କରିନେଉଛନ୍ତି। ଦର୍ଶକମାନଙ୍କୁ ମନଭୁଲାଣିଆ ପ୍ରବଚନରେ ପ୍ରଭାବିତ କରି ଚମତ୍କାରୀ ଶ୍ରୀଯନ୍ତ୍ର, ମୁଦି ଓ ତାବିଜ ଆଦି ବିକ୍ରି କରି ଧନ ଲୁଟି ନେବାର ଅନେକ ଉପାୟ ସେମାନଙ୍କୁ ଜଣାଥାଏ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଜିର ବୈଜ୍ଞାନିକ ଯୁଗର ଶିକ୍ଷାପ୍ରାପ୍ତ ଯୁବକ ଯୁବତୀମାନେ ସବୁଠାରୁ ଅଧିକ ସଂଖ୍ୟାରେ ବାବା ଓ ମାତାଙ୍କ ମଠ ଓ ଆଶ୍ରମରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି। ସେମାନେ ଜୀବନରେ ସୁଖ ଓ ସମ୍ପଦ ପ୍ରାପ୍ତ କରିବା ପାଇଁ କେବଳ ଚମତ୍କାରୀ ମୁଦି, ତାବିଜ ଆଦି ଉପରେ ଭରସା କରୁଛନ୍ତି କାହିଁକି? ମୋଟ ଉପରେ କହିବାକୁ ଗଲେ ପୂଜା ଯେଉଁଭଳି କରାଯାଉନା କାହିଁକି ତାର କୌଣସି ମହତ୍ତ୍ୱ ନାହିଁ। ମଣିଷକୁ ସଫଳ ହେବା ପାଇଁ, ସୁଖ ଓ ଶାନ୍ତିରେ ରହିବା ପାଇଁ କେବଳ ଶାରୀରିକ ଏବଂ ମାନସିକ ପରିଶ୍ରମ କରିବାକୁ ହିଁ ପଡ଼ିବ। ବିଶ୍ୱାସ ବନାମ ପ୍ରଶ୍ନ। ଭିତ୍ତିହୀନ ବିଶ୍ୱାସ କେବେ ବି ଠିକ୍ ଉତ୍ତର ଦିଏନି, ବରଂ ପ୍ରଶ୍ନ କରିବାକୁ ମନା କରେ। ବିଜ୍ଞାନ ଯେତେ ପ୍ରମାଣ ପାଇଲେ ବି ସନ୍ଦେହ କରେ ଓ ପ୍ରଶ୍ନ କରେ, କିନ୍ତୁ ଧର୍ମ କୌଣସି ପ୍ରମାଣ ନଥାଇ ମଧ୍ୟ ପ୍ରଶ୍ନ କରେ ନାହିଁ, କେବଳ ବିଶ୍ୱାସ କରେ। ନାସ୍ତିକମାନେ କାଳ୍ପନିକ ଦେବୀ ଦେବତାଙ୍କ ବିଷୟରେ ପ୍ରଶ୍ନ କଲେ ଆସ୍ତିକମାନଙ୍କୁ ଭଲ ଲାଗୁନି। ସେମାନେ ହୁଏତ ନାସ୍ତିକମାନଙ୍କୁ ଦଣ୍ଡ ଦେବା ପାଇଁ ଦେବୀ ଦେବତାଙ୍କୁ ପ୍ରାର୍ଥନା କରୁଥିବେ, କିନ୍ତୁ କେହି ଶୁଣନ୍ତି ନାହିଁ। ସେଥିପାଇଁ ନାସ୍ତିକମାନେ ଦୁନିଆରେ ଭଲରେ ଅଛନ୍ତି ଏବଂ ଆସ୍ତିକମାନଙ୍କର ମଧ୍ୟ ସେବା କରୁଛନ୍ତି। ହେତୁବାଦୀ ବାଲ୍ମୀକି ନାୟକଙ୍କ ଲିଖିତ ଆଜିର ଏ ପ୍ରବନ୍ଧ ଆପଣମାନଙ୍କୁ କିପରି ଲାଗିଲା ନିହାତି ଜଣାଇବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ, କମେଣ୍ଟ ବକ୍ସରେ